ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ବଲାଙ୍ଗୀରରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର। ଗତ ଥର ଯିଏ ସାଂସଦ କ୍ଷେତ୍ରରୁ ଲଢ଼ିଥିଲେ, ଏଥର ସେ ବିଧାନସଭା କ୍ଷେତ୍ରରୁ। ସିଧାସଳଖ ଯୋଡ଼ି ହେବା, ଯେହେତୁ ଏଥର ବିଧାନସଭା କ୍ଷେତ୍ରରୁ ଆପଣ ଲଢ଼ିବାକୁ ଯାଉଛନ୍ତି, ଘୋଷଣା ସରିଛି, କେମିତି ଦେଖୁଛନ୍ତି ନିଜର ବିଧାନସଭା କ୍ଷେତ୍ରକୁ, କ'ଣ କରିବେ? ଆମେ ଭାବୁଛୁ ବଲାଙ୍ଗୀର ନିର୍ବାଚନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ କଂଗ୍ରେସ ସଂଗଠନ ବହୁତ ସୁଦୃଢ଼ ଅଛି। ବିଗତ 10 ବର୍ଷରେ ଯାହା ବି ବଲାଙ୍ଗୀରରେ ବିଧାୟକଙ୍କର କାମ ହେଇଛି ସେ ଉପରେ ଜନସାଧାରଣ ବହୁତ ସନ୍ତୁଷ୍ଟ ଅଛନ୍ତି। ଏତେ ବର୍ଷ ପରେ ବଲାଙ୍ଗୀରବାସୀ ଦେଖିଲେ ଯେ ଜଣେ ଜନପ୍ରତିନିଧି କେମିତି ହେବା କଥା, ତଥା ଆଜିର ଦିନରେ 25 ବର୍ଷର ଶାସନ କଲା ପରେ ବିଜେଡ଼ି ସରକାର ବିରୁଦ୍ଧରେ ଯେଉଁ ଜନମତ ସୃଷ୍ଟି ହେଇଛି, କିମ୍ବା ଏଇଠି ବିଜେଡ଼ି ସ୍ଥାନୀୟ ନେତୃତ୍ୱଙ୍କ ବିରୁଦ୍ଧରେ ଯେଉଁ ଜନମତ ସୃଷ୍ଟି ହେଇଛି, ତାକୁ ଆମେ ଆଧାର କରିକି ନିର୍ବାଚନକୁ ଓହ୍ଲେଇବୁ। ଦେଖନ୍ତୁ, ଇଏ ତ 10 ବର୍ଷର ବିଧାନସଭାରେ ବାପା ନରସିଂହ ମିଶ୍ର ରହିଥିଲେ। ଯଦି ନିକଟର ନିର୍ବାଚନ କହିବା, ପୌର ନିର୍ବାଚନ ହେଉ, ପଞ୍ଚାୟତ ନିର୍ବାଚନ ହେଉ, ସେଥିରେ କିନ୍ତୁ କଂଗ୍ରେସ ଏତେଟା ସଫଳତା ପାଇନାହିଁ। ଏଭଳି ଗୋଟେ ସ୍ଥିତିରେ କଂଗ୍ରେସକୁ ପୁଣି ଥରେ ଉଜାଗର କରିବା ବା ଆପଣଙ୍କୁ ଇଏ କରିବା କଷ୍ଟ ହେବ ନା ସହଜ ହେବ? ଦେଖନ୍ତୁ, ଏଇଟା ଏଥରର କଥା ନୁହଁ। ୟା ପୂର୍ବ 19 ସାଲ ପୂର୍ବରୁ ମଧ୍ୟ ଯେଉଁ ପଞ୍ଚାୟତ ଆଉ ପୌର ନିର୍ବାଚନ ହେଇଥିଲା, ସେଥିରେ ମଧ୍ୟ କଂଗ୍ରେସ ଏତେ ଭଲ ପ୍ରଦର୍ଶନ କରିନଥିଲା। ତ ପଞ୍ଚାୟତ ହଉ କି ପୌର ନିର୍ବାଚନ ହଉ କିମ୍ବା ପାର୍ଲିଆମେଣ୍ଟ ନିର୍ବାଚନ ହଉ, ସବୁ ନିର୍ବାଚନ ଅଲଗା ଅଲଗା, ସବୁଟା ଲୋକ ବିଭିନ୍ନ ଆଧାରରେ ଭୋଟ ଦେଇଥାନ୍ତି। ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆମର ଯେଉଁ ସଂଗଠନ ଅଛି, ଅନ୍ୟ କୌଣସି ଦଳର ନାହିଁ। ଆମର ପ୍ରତି ଯେଉଁ ଜନ ସମର୍ଥନ ଆଜି ଅଛି, ସେଟା ଅନ୍ୟ କୌଣସି ଦଳ ପ୍ରତି ନାହିଁ। ନିଶ୍ଚିତ ଭାବରେ କଂଗ୍ରେସ ବିଜୟୀ ହେବ। ନିଶ୍ଚିତ ଭାବରେ ଯଦି କହିବେ ଯେ ଭିନ୍ନ ଭିନ୍ନ ପ୍ରକାର ରହିଛି କ୍ଷେତ୍ର, ୟା ସହିତ ଯଦି କହିବେ ଆପଣ ଗଲା ଥର ସାଂସଦ ଭାବେ ଲଢ଼ିଥିଲେ, ଏଥର ବିଧାନସଭାରେ ଏମିତି କାହିଁକି? ଦଳ ଯାହା ବିବେଚନା କଲା। ଗତ ଥର ସାଂସଦ ଭାବରେ ମୋତେ ପ୍ରାର୍ଥୀ କରାଯାଇଥିଲା ଦଳ ତରଫରୁ। ଏଥର ବିଧାନସଭା ମୋର ଆଗ୍ରହ ଉପରେ ନାହିଁ। ମୁଁ ତ ହେଲେ ଗୋଟେ ସାଧାରଣ କର୍ମୀ, ଯାହା ଦଳ ଯେଉଁ ନିର୍ଦ୍ଦେଶ ଦେବ ଆମେ ସେଇ ନିର୍ଦ୍ଦେଶରେ ଯିବୁ। ଯଦି ଦଳରେ ଅଛୁ ତ ସେ ଅନୁସାରେ ଯଦି ମୋତେ ଦଳ ଏଥର ବିଧାନସଭା ପାଇଁ ଟିକେଟ୍ ଦେଇଛି, ପ୍ରାର୍ଥୀ ଭାବେ ଚୟନ କରିଛି, ତ ଆମେ ବିଧାନସଭାରେ ଲଢ଼ିବୁ। ଆଉ କ'ଣ, ଯେହେତୁ ଦଳ ନିର୍ଦ୍ଧିର କରିସାରିଛି ଯେ ସମରେନ୍ଦ୍ର ମିଶ୍ର ବିଧାନସଭାର, ସେଥିପାଇଁ ସେ ବିଧାନସଭାକୁ ଯିବେ। ୟା ସହିତ କହିବି ଯେ ଯେଉଁ ଦଳରେ ଆପଣ ଲଢ଼ୁଛନ୍ତି, ସେ ଦଳର ଜିଲ୍ଲା ସଭାପତି ଅନ୍ୟ ଦଳକୁ ଡେଇଁ ସାରିଲେଣି। ଏଭଳି ଗୋଟେ ପରିସ୍ଥିତିରେ ଗୋଟେ ସହଜ ହେବ ବୋଲି ଭାବୁଛନ୍ତି? ବିଜେଡି ଦଳର ନେତା କ'ଣ ଡେଗି ନାହାନ୍ତି? ବଲାଙ୍ଗୀର କଥା ବିଜେପି ଦଳର ନେତା କ'ଣ ଡେଗି ବଲାଙ୍ଗୀର ନାହାନ୍ତି? କଥା ତ ସାରା ରାଜ୍ୟରେ କ'ଣ ବିଜେଡି ବିଜେପି ପରାଜୟ ବରଣ କରିବେ? ଦେଖନ୍ତୁ, ଦଳନିଆ ଜଣେ ଯଦି ନିର୍ବାଚନ ପୂର୍ବରୁ ଦଳ ଛାଡ଼ିକି ଅନ୍ୟ ଦଳକୁ ଯାଉଛନ୍ତି, ନିଶ୍ଚିତ ଭାବରେ ନିଜର ସ୍ୱାର୍ଥ ପାଇଁ ଯାଉଥିବେ। ତ ସେମିତି ସ୍ୱାର୍ଥୀ ଲୋକଙ୍କୁ ଲୋକ ବିବେଚନା କରିବେ, କ'ଣ କରିବେ ତାଙ୍କୁ, ଆମକୁ କୌଣସି ପ୍ରଭାବ ପଡ଼ିବ ନାହିଁ। ଶେଷ ପ୍ରଶ୍ନ ରହିବ, ବାପା ଯେହେତୁ ଦୀର୍ଘ ଦିନର ଅନୁଭୂତି ରଖିଛନ୍ତି, ବାପା ଲଢ଼ିବେ ନାହିଁ, କିନ୍ତୁ ପୁଅ ପାଇଁ ରାସ୍ତା ଖୋଲିବେ ଏବଂ ପୁଅ ପାଇଁ ନିର୍ବାଚନରେ ସାହାଯ୍ୟ କରିବେ। ଇଏ ଏକ ସହଜ ବାଟ ହେବ କି ଆପଣଙ୍କ ପାଇଁ? ନିଶ୍ଚିତ ଭାବରେ ବାପା ବିଗତ 10 ବର୍ଷରେ ଯାହା ବି ବଲାଙ୍ଗୀରରେ କାମ କରିଛନ୍ତି, ସେଇଟା ମୁଁ ଭାବୁଛି ଅନନ୍ୟ। ତାଙ୍କ ପରି ଜଣେ ନିର୍ବାଚିତ ପ୍ରତିନିଧି ବହୁତ କ୍ୱଚିତ ଦେଖିଥିବ ଏ ରାଜ୍ୟ, ଯିଏକି ଲୋକଙ୍କ ସାଙ୍ଗରେ ଏହି ବୟସରେ ଆଜି ପର୍ଯ୍ୟନ୍ତ ଦିନ ରାତି ଏକ କରିକି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଯେଉଁ ହିସାବରେ ବଲାଙ୍ଗୀରର ଡେଭଲପମେଣ୍ଟ ହେଇଛି ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର, ସେଇଟା ଅଦ୍ୱିତୀୟ ବୋଲି ମୁଁ କହିବି। ଆଉ ବଲାଙ୍ଗୀରବାସୀ ଦେଖିଛନ୍ତି, ୟା ପୂର୍ବରୁ 25 ବର୍ଷ ଶାସନ କ୍ଷମତାରେ ଥିଲେ ବିଜେପି ଦଳର ଯେଉଁ ନେତୃତ୍ୱ, ସେମାନେ କ'ଣ ବଲାଙ୍ଗୀର ପାଇଁ କରିଥିଲେ, ଆଉ ଗତ 10 ବର୍ଷରେ କ'ଣ କାମ ହେଇଛି। ଦେଖନ୍ତୁ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗତ 10 ବର୍ଷ ଧରି ଏ ଅଞ୍ଚଳର ବିକାଶ କରିସାରିଛନ୍ତି। ତେଣୁ ସେ ବିକାଶର ବାର୍ତ୍ତାକୁ ନେଇ ହିଁ ସମରେନ୍ଦ୍ର ମିଶ୍ର ଆଗ ନିର୍ବାଚନକୁ ଯିବେ ଏବଂ ନିର୍ବାଚନ ନିଶ୍ଚୟ ବିଜୟ ଲାଭ କରିବ ବୋଲି କହୁଛନ୍ତି। ବଲାଙ୍ଗୀରରୁ ଚନ୍ଦ୍ରଭାନୁ ମରଣା, ନ୍ୟୁଜ୍ 18। ଆପଣ ଶୁଣୁଥିଲେ ବଲାଙ୍ଗୀର ବିଧାନସଭା